ଖରା ଦିନେ ଥଣ୍ଡା ଥଣ୍ଡା ମାଟି ହାଣ୍ଡି ଗୁପଚୁପ ପାଣି ତା ସାଙ୍ଗକୁ ବୁଟ ପାଗଟା ଟିକେ ଖଟା ମିଠା ରାଗୁଆ ଲୁଣି ପତର ଠୋଲାରେ ବଢ଼ା ହେଇଗଲାଣି କ'ଣ ଦେଖିକି ପାଟିରୁ ଲାଳ ଗଡ଼ିଲାଣି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସମ୍ପୂର୍ଣ୍ଣ ନୂଆ ସ୍ୱାଦରେ ବିନା ତେଲ ବିନା ଆଳୁରେ ଚଟପଟା ବୁଟ ପାଗ ଆସନ୍ତୁ କରିବା ପ୍ରସ୍ତୁତ। ହେଲ୍ଦି ଯେମିତି ଟେଷ୍ଟି ବି ସେମିତି। ସେଥିପାଇଁ ଦେଖନ୍ତୁ ଆମେ ଏଠି ନେବା ଗଜା ବୁଟ। ଗଜା ବୁଟ ଦେହ ପାଇଁ ବହୁତ ଭଲ। ଗଜା ବୁଟ ସହିତ ଆମେ ଏଠି ନେବା କନ୍ଦମୂଳ। ଆଳୁ ଆମେ ବିଲକୁଲ ନେବାନି। କନ୍ଦମୂଳର ଚୋପା ଛଡ଼େଇକି ଭଲ ଭାବରେ ଧୋଇକି ଏଇ ଗଜା ବୁଟ ସହିତ ଦେଇକି ସ୍ୱାଦ ଅନୁସାରେ ଲୁଣ ଆଉ ଗୋଟେ ତେଜପତ୍ର ଦେଇକି ତାକୁ ମିଡ଼ିୟମ୍ ଫ୍ଲେମ୍ରେ 2ଟା ସିଟି ଆସିବା ପାଇଁ ଛାଡ଼ିଦେବା, ଯାହାଫଳରେ କି କନ୍ଦମୂଳ ଆଉ ଗଜା ବୁଟ ବଢ଼ିଆ ଭାବରେ ସିଝିଯିବ। ଯେହେତୁ ଆମେ ଗଜା ବୁଟ ନେଇଛେ, ଗଜା ବୁଟ ସିଝିବା ପାଇଁ ବହୁତ କମ୍ ସମୟ ଲାଗିଥାଏ। ଆଜି ସବୁ ପ୍ରସ୍ତୁତି ଗେଲୁ କରିଛି ଆଉ ପରସିବା ଦାୟିତ୍ୱଟା ମୋତେ ଦେଇଛି। ଏଠି ଦେଖୁନାହାନ୍ତି କେମିତି ଖଟା ମିଠା ଚଟଣି ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛି। ଏଠି ଗୋଟେ କଞ୍ଚା ଆମ୍ବ, ଟିକେ ଖଟା ଆମ୍ବ ନେବେ, ବଢ଼ିଆ ଲାଗିବ। କଞ୍ଚା ଆମ୍ବକୁ ଭଲ ଭାବରେ ଧୋଇକି ତାର ଚୋପାକୁ ଛଡ଼େଇ ଦେବେ। ତାପରେ ଛୋଟ ଛୋଟ ଖଣ୍ଡ କରିକି ଆମ୍ବକୁ କାଟିବେ। ଏବେ ତ କଞ୍ଚା ଆମ୍ବ ବଢ଼ିଆ ମିଳୁଛି, ଆଉ ଖଟା ଆମ୍ବ ନେବେ ଯେ ଆମେ ଯେଉଁ ଗୁପଚୁପ ପାଣି ପ୍ରସ୍ତୁତ କରିବା ବହୁତ ବଢ଼ିଆ ଖଟା ହେଇକି ଲାଗିବ। ଦେଖୁନାହାନ୍ତି ଗେଲୁ ଟିକେ ଚାଖିକି କେମିତି ମୁହଁ କରୁଛି, ପ୍ରବଳ ଖଟା ଲାଗୁଥିଲା ତାକୁ। ଏଠି ଆମେ ଆମ୍ବ ସହିତ ଦେଇଦେବା କଞ୍ଚା ଲଙ୍କା, କିଛି ନେବା ଧନିଆ ପତ୍ର। ଧନିଆ ପତ୍ର ଡାଙ୍ଗ ସହିତ ନେବେ, ବହୁତ ବଢ଼ିଆ ଫ୍ଲେଭର ଆସିବ ଏଇ ଯେଉଁ ଚଟଣି ପ୍ରସ୍ତୁତ କରିବା। ତାପରେ ଦେଇଦେବା ଭଜା ଜିରା ଲଙ୍କା ଗୁଣ୍ଡ, ଚାଟ ମସଲା ଗୁଣ୍ଡ, କଳା ଲୁଣ 1 ଚାମଚ ଆଉ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ତାପରେ ଆମେ ଏଠି ଦେବା ପୁଦିନା ପତ୍ର। ପୁଦିନା ପତ୍ର ତାଜା ନେବେ, ବହୁତ ବଢ଼ିଆ ବାସ୍ନା ଆସିବ, ସ୍ୱାଦ ବି ବହୁତ ବଢ଼ିଆ ରହିବ। ଏଠି ଦେଖନ୍ତୁ ବାଡ଼ିରୁ ଆମେ କିଛି ପୁଦିନା ପତ୍ରକୁ ତୋଳିକି ଭଲ ଭାବରେ ତାକୁ ଧୋଇଦେବା। ଧୋଇ ସାରିବା ପରେ ତାର ପତ୍ର ନେଇକି ଆମେ ବାଟିବା। ପୁଦିନା ପତ୍ର ଯେତିକି ନେବେ ଧନିଆ ପତ୍ର ତାର 2 ଗୁଣ ନେବେ, ଯାହାର କି ସ୍ୱାଦ ବଢ଼ିଆ ରହିବ ଚଟଣିରେ। ଏବେ ଆମେ କିଛି ଆଇସ୍ କ୍ୟୁବ୍ ଦେଇକି ବାଟିବା, ଯାହାଫଳରେ କି ରଙ୍ଗଟା ପୁରାପୁରି ଗ୍ରୀନ୍ ହେଇକି ରହିବ। ସେଥିରେ ଆମେ ମିଶାଇବା ଅଦା ଆଉ 2 ବଡ଼ ଚାମଚ ଗୁଡ଼, ଯାହାଫଳରେ କି ଖଟା ମିଠା ରାଗ ଲୁଣିର ପ୍ରସ୍ତୁତ ହେଇଯିବ ଆମର ଚଟପଟା ପାଣି। ସ୍ୱାଦଟା ପୁରାପୁରି ଗୁପଚୁପ ପାଣି ପରି ଲାଗିବ। ଗୁପଚୁପ ଖାଇଲା ବେଳେ ଆପଣମାନେ ଯେଉଁ ପାଣି ପୁରା ଆନନ୍ଦରେ ଖୁସିରେ ଖାଆନ୍ତି ବା ପିଅନ୍ତି, ସେଇ ପାଣିର ସ୍ୱାଦ ଦେବ ଏଇ ପାଣିଟା। ଆଉ ଆମେ ଗୁପଚୁପ ପ୍ରସ୍ତୁତ କଲାବେଳେ ଯେଉଁ ପାଣି ପ୍ରସ୍ତୁତ କରନ୍ତି ସେଥିରେ ତେନ୍ତୁଳିର ବ୍ୟବହାର କରିଥାନ୍ତି ଖଟା ପାଇଁ, କିନ୍ତୁ ଆଜି ଆମେ ଖଟା କଞ୍ଚା ଆମ୍ବର ବ୍ୟବହାର କରିଛେ। ରଙ୍ଗଟା ତ କେତେ ସୁନ୍ଦର ଦେଖାଯାଉଛି, ଆପଣମାନେ ଦେଖିଲେ। ସ୍ୱାଦ ପୁରାପୁରି ଜବରଦସ୍ତ। ଖଟା ମିଠା ରାଗ ଲୁଣି ପୁରା ଚଟପଟା, ପାଟିରୁ ଲାଳ ଗଡ଼ିଯିବ, ଏତେ ବଢ଼ିଆ ସୁଆଦିଆ ପାଣି। ଏଥିରେ ଆମେ ଥଣ୍ଡା ପାଣି ଆଉ କିଛି ବରଫ ଦେଇକି ସାଇଡ଼ରେ ରଖିଦେବା। ଏବେ ଗୋଟେ ମସଲା ଗୁଣ୍ଡ ପ୍ରସ୍ତୁତ କରିବା। ପ୍ରତ୍ୟେକ ଚାଟ୍ ପାଇଁ ଏଇ ମସଲା ଗୁଣ୍ଡଟା ବହୁତ ବଢ଼ିଆ। ଯେକୌଣସି ଚାଟ୍ ପ୍ରସ୍ତୁତ କରନ୍ତୁ ଏଇ ମସଲା ଗୁଣ୍ଡଟା ନିଶ୍ଚୟ ପକାଇବେ, ବହୁତ ସ୍ୱାଦ ବଢ଼ିଆ ରହିବ। ସେଥିପାଇଁ ଆମେ ନେବା 1 ଚାମଚ ଜିରା, 1 ଚାମଚ ଧନିଆ, 8ରୁ 10ଟି ଗୋଲମରିଚ, ଅଳେଇଚ 1, ଲବଙ୍ଗ 5ରୁ 7ଟି, ଗୁଜୁରାତି 2ଟି ଆଉ ଶୁଖିଲା ଲଙ୍କା 2ରୁ 3ଟି, ତା ସହିତ ତେଜପତ୍ର 2ଟି ଆଉ 2 ଖଣ୍ଡ ଡାଳଚିନି। ଏସବୁକୁ ଆମେ କ'ଣ କରିବା ନା ପୁରା କମ୍ ଜାଳରେ ତାକୁ 5 ମିନିଟ୍ ପାଇଁ ଟିକେ ହାଲକା ଭାଜିଦେବା, ଯାହାଫଳରେ କି ବହୁତ ବଢ଼ିଆ ବାସ୍ନା ଆସିବ। ଆଉ ତାକୁ ଭଲ ଭାବରେ ଭାଜିଦେଲେ ତାପରେ ପୁରା ଥଣ୍ଡା କରିଦେବା। ଥଣ୍ଡା କରିସାରିବା ପରେ ଆପଣ ତାକୁ ଗୁଣ୍ଡ କରିବେ। ଆଉ ଯେତେବେଳେ ଗୁଣ୍ଡ କରିବେ ଦରଦର କରିକି ଗୁଣ୍ଡ କରିବେ। ଆଉ ସେଥିରେ ଆମେ ମିଶାଇବା ଚଟପଟା ସ୍ୱାଦ ପାଇଁ 1 ଛୋଟ ଚାମଚ ଚାଟ ମସଲା ଗୁଣ୍ଡକୁ 1 ଛୋଟ ଚାମଚ କଳା ଲୁଣ। ଏସବୁକୁ ଦେଖନ୍ତୁ ଏମିତି ଦରଦର ଗୁଣ୍ଡ କରିକି ରଖିବେ, ବାସ୍ନାଟା ବହୁତ ବଢ଼ିଆ ରହିବ। ଆଉ ଯେକୌଣସି ଆପଣମାନେ ପାଗ ପ୍ରସ୍ତୁତ କରନ୍ତୁ ବା ସାଲାଡ଼ ପ୍ରସ୍ତୁତ କରନ୍ତୁ କିମ୍ବା ଚାଟ୍ ପ୍ରସ୍ତୁତ କରନ୍ତୁ, ଏଇଥିରୁ 1 ଛୋଟ ଚାମଚ ମସଲା ଗୁଣ୍ଡ ପକାଇଦେବେ, ଦେଖିବେ ସ୍ୱାଦ ପୁରାପୁରି 2 ଗୁଣ ହେଇଯିବ। ଏଠି ଦେଖନ୍ତୁ ଏମିତି ଦରଦର କରିକି ଗୁଣ୍ଡ, ଆପଣମାନେ ଏଇ ଗୁଣ୍ଡକୁ ମାସେ ପର୍ଯ୍ୟନ୍ତ ମଧ୍ୟ ରଖିକି ବ୍ୟବହାର କରିପାରିବେ। କିନ୍ତୁ ତାଜା ଯଦି ଆପଣମାନେ ଏମିତି ଗୁଣ୍ଡ କରିକି ଦେବେ ତାର ବଢ଼ିଆ ସ୍ୱାଦ ରହିବ। ଏଠି ଦେଖନ୍ତୁ ସେଇ ଭିତରେ ଆମର ଯେଉଁ ଗଜା ବୁଟ ଆଉ କନ୍ଦମୂଳ ଆମେ ସିଝେଇଥିଲେ ସେ ବଢ଼ିଆ ଭାବରେ ସିଝିଗଲାଣି। ଏବେ ଆମେ ତାକୁ ଗୋଟେ ଷ୍ଟ୍ରେନରରେ ରଖିଦେବା, ଯାହାଫଳରେ କି ଏଇ ଯେଉଁ ପାଣିଟା ରହିଥିବ ସିଝା ପାଣି ବାହାରିଯିବ। ଏଠି ଆମେ ଗଜା ବୁଟ ଆଉ କନ୍ଦମୂଳ ସିଝାକୁ ଶୁଖିଲା କରିକି ରଖିବା। ଏଠି ସିଝା କନ୍ଦମୂଳ ଆଉ ସିଝା ବୁଟକୁ ଅଲଗା କରିକି ରଖି ସାରିବା ପରେ ଏଇ ଯେଉଁ ପାଣିଟା ଅଛି ବୁଟ ସିଝା ପାଣି, ଏଇ ପାଣିଟା ବି ଦେହ ପାଇଁ ବହୁତ ଭଲ। ଆପଣମାନେ ଏଇ ପାଣିକୁ ଫୋପାଡ଼ିବେନି,
जदि पारिबे ए पानी को आमे जो गुपचुप पानी प्रस्तुत करिचे खट्टा मीठा चटपटा पानी से मिसई पारिबे। एठी देखंतु आमे सीझा कंदमूल को हल्का हल्का चकटिबा, बिल्कुल पूरा पूरी चकटी देबेनी, टिके टिके दरदर खंड करिकी चकटिबे जे खाइबा को पाटी को लागिबो, बढ़िया स्वादिया लागिबो। एबे देखंतु कंदमूल को हल्का हल्का चकटी सारिबा परे ए बुटरे आमे जो तेजपत्र पकेइथिले ताकू काढी देबा, आउ ए बुट सीझा को एठी दे देबा, आउ ता सहित गोटे बड़ चामच मसला गुंड दबा, जो मसला को आमे भाजिकी दरदर गुंड करिकी रखिथिले ता सहित दे देबा स्वाद अनुसार लूण। एठी हमर बुट पाग को आउ टिके खट्टा मीठा चटपटा करिबा पई आमे एठी दबा खट्टा मीठा चटणी रु 2 बड़ चामच। खट्टा मीठा चटणी बनेबा बहुत सहज। गुड़ जेतिकी तेंतुली तार अधा नै जिवे, गुड़ तेंतुली को भल भाबरे चकटिकी तार रस को बसै देबे चुली रे, सेथिरे पानमोहरी गुंड, मेथी गुंड, जीरा गुंड आ स्वाद अनुसार लूण देकी बढ़िया भाबरे 3-4 मिनिट पई रांधी देबे, टिके बहळिया हे जिवो। सेही खट्टा मीठा चटणी निश्चय पके, ता सहित किछि कंचा लंका, धनिया पत्र आ पुदीना पत्र को पूरा पूरी गुंड करिकी काटिकी पके देबा। ता सहित आमे एठी पकेबा पियाज। मु एठी देखिकी आपण माने बुट आ कंदमूल को देखिकी पियाज नेबे। मु एठी बड़ साइज रो 2 ରୁ 3ଟି पियाज नैछि गुंड करिकी काटिकी, ता सहित टमाटो 2टी, काकुड़ी गोटे। काकुड़ी को देखंतु एई सब को भल भाबरे गुंड करिकी काटिकी पकेबे, बहुत बढ़िया लागिबो खाइबा पई। एई सब भल भाबरे गोळेई सारिबा परे आमे जो पूर्वरो माटी हांडी रे प्रस्तुत करिकी रखिथिले खट्टा मीठा राग लुणीर गुपचुप पानी, सेई पानी रु गोटे गिना इथरे दे देबा। ए चटणी पानीटा निश्चय देबे, बढ़िया लागिबो। एई सब को देकी भल भाबरे गोळेई देबा। एबे हमर प्रस्तुत हो गला एठी पूरा चटपटा पानी को हमर बुट आउ कंदमूलर पाग केमिति परसिबे देखंतु। प्रथमे आमे पत्र ठोला रे देई दबा हमर बुट आउ कंदमूलर चटपटा पाग, तापरे ता ऊपरे ढालिबे आपण माने ए जो आमे प्रस्तुत करिचे गुपचुप पानी, पूरा चटपटा खट्टा मीठा रागुआ लुणीर पानी। आउ एई पानी रे जेतु बरफ पकेइथिबे, पूरा ठंडा पानी पकेइथिबे, पूरा ठंडा ठंडा हेकी थिबो, खाइबा को बेस मजा लागिबो। खरा दिने विशेष करी आपण माने ए चटपटा चाटटी प्रस्तुत करंतु, बिना तेल बिना आलू रे एते सुआदिया लागिबो। आपण माने थरे प्रस्तुत करंतु, जानि परिबे हेल्दी सहित बहुत बहुत टेस्टी। ता ऊपरे आपण माने चाहिले किछि पके परिबे सेव। एमिति आपण माने पानी बुट पाग को खाई सारिबा परे ए जो चटपटा पानी मध्य गुपचुप खाइला परे जेमिति पानी मागिकी पियंती, से पानी मध्य पी पारिबे। ता ऊपरे टिके कला लूण बा टिके चाट मसला टिके छिंची देबे, आउ ठंडा ठंडा परसी देबे। ठेला गाड़ी हो किंबा बाहर आपण माने जो खाउचंती ताठु भी पूरा स्वादिया लागिबो। मु आपण को चैलेंज देकी कहूची, आपण माने थरे बनातु, खांतु, जानि परिबे। आजिर प्रस्तुति आपण मानको केमिति लागिला विनम्रतार सहित अनुरोध निश्चय जणैबे। जदि भल लागि थाए तेबे प्लीज लाइक शेयर सब्सक्राइब करबा सहित हाइप मध्य करिदेबे। आउ जदि फेसबुक पेज रे देखुथांती तेबे विनम्रतार सहित अनुरोध निश्चय फॉलो करिवे। आज पई एतिकी, पुणी देखा आउ गोटे चलचित्र रे आउ गोटे व्यंजन सहित। जय जय जगन्नाथ।